ଗୋଟିଏ ଗାଁରେ ଏକ ଛୋଟ ଝିଅ ରହୁଥିଲା। ତା'ର ନାମ ଥିଲା ସୋନାଲି। ସେ ବହୁତ ବାହାଦୁର ଓ ଦୟାଳୁ ଥିଲା। ତାକୁ ଜଙ୍ଗଲରେ ବୁଲିବା ଓ ଗଛପତ୍ର ସହ କଥା ହେବାକୁ ସେ ପସନ୍ଦ କରୁଥିଲା। ଦିନେ ସୋନାଲି ଜଙ୍ଗଲକୁ ଫଳ ତୋଳିବାକୁ ଗଲା। ଠିକ୍ ସେହି ସମୟରେ ଏକ ବଡ଼ ବାଘ ତା ସାମ୍ନାକୁ ବାହାରି ଆସିଲା। ତା ଗର୍ଜନରେ ପୁରା ଜଙ୍ଗଲ ଚମକି ପଡ଼ୁଥିଲା। ସୋନାଲି ଡରିଗଲା, କିନ୍ତୁ ଦୌଡ଼ିଲା ନାହିଁ। ବାଘ କହିଲା, ଆରେ ଝିଅ, ସମସ୍ତେ ମୋତେ ଦେଖି ଡରିଯାଆନ୍ତି, ତୁ କାହିଁକି ଦୌଡ଼ିଲୁ ନାହିଁ? ସୋନାଲି ଉତ୍ତର ଦେଲା, କାରଣ ମୁଁ ଜାଣିଛି ଯେ ମୁଁ ଯଦି ଦୌଡ଼ିକି ପଳେଇବି ତୁମେ ଅଧିକ ରାଗିବ। ମୁଁ ଜାଣିଛି ଯେ ସବୁ ପଶୁ ମଧ୍ୟରେ ଦୟା ମଧ୍ୟ ରହିଥାଏ। ବାଘ ଚୁପ୍ ହୋଇଗଲା। ସେ କେବେ ମଧ୍ୟ ଭାବିନଥିଲା କେହି ମଣିଷ ତା ସହ ନ ଡରି ଏମିତି କଥା ହେବ। କିଛି ସମୟ ପରେ ବାଘ ଧୀରେ କହିଲା, ମୁଁ ଭୋକିଲା ଅଛି, କେତେ ଦିନରୁ ଶିକାର ମିଳିନାହିଁ। ସୋନାଲି ତୁରନ୍ତ ଏକ ଫଳ ବାହାର କଲା ଓ କହିଲା, ଏଇ ଫଳ ନିଅ। ଏ ଫଳ ତୁମ ପେଟକୁ ଅଧିକ ତ ଭରି ପାରିବ ନାହିଁ, ହେଲେ ମୁଁ ଗାଁକୁ ଯାଇ ତୁମ ପାଇଁ କିଛି ଖାଇବା ଆଣିପାରିବି। ଏହା କହି ସୋନାଲି ଗାଁକୁ ଗଲା ଓ ସାଙ୍ଗରେ କିଛି ଚାରା ଓ କ୍ଷୀର ଧରି ବାଘ ପାଖକୁ ଆସିଲା। ବାଘ ସେସବୁ ଖାଇଲା ଓ ସନ୍ତୁଷ୍ଟ ହୋଇଗଲା। ସେହିଦିନଠାରୁ ବାଘ ଓ ସୋନାଲି ଦୁଇ ବନ୍ଧୁ ହୋଇଗଲେ। ବାଘ ସବୁଦିନ ସୋନାଲିର ଅପେକ୍ଷା କରେ ଓ ସୋନାଲି ବାଘ ପାଇଁ କିଛି ନା କିଛି ଖାଇବା ଧରି ଆସେ। ବାଘ ବୁଝିଗଲା କି ମଣିଷମାନଙ୍କୁ ଶତ୍ରୁ ଅପେକ୍ଷା ମିତ୍ର ବନାଇବାରେ ବହୁତ ଭଲ। ଏହାର ଶିକ୍ଷା ହେଲା, କୌଣସି ସଙ୍କଟକୁ ନ ଡରି ସେଠୁ ପଳାଇବା ଅପେକ୍ଷା ଠିକ୍ ଭାବରେ ତା'ର ସାମ୍ନା କରିବା ଭଲ। ଦୟା ଓ ବୁଦ୍ଧି ଦ୍ୱାରା ବଡ଼ରୁ ବଡ଼ ଶତ୍ରୁ ମଧ୍ୟ ସାଙ୍ଗ ହୋଇପାରିବେ।